ଆଜି ଆମେ ସମସ୍ତେ ମିଶି ଜଣେ ଐତିହାସିକ ଗୁପ୍ତଚର ପାଲଟିଯିବା ଆଉ ଏକ ବହୁତ ବଡ଼ ପ୍ରାଚୀନ ରହସ୍ୟର ସମାଧାନ କରିବାକୁ ଚେଷ୍ଟା କରିବା ଯେଉଁଠି ଅତୀତରୁ ମିଳିଥିବା ଛୋଟ ଛୋଟ ସୂତ୍ରକୁ ଯୋଡ଼ି ଏକ ସମ୍ପୂର୍ଣ୍ଣ ଚିତ୍ର ତିଆରି କରାଯିବ। ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ହଜାର ହଜାର ବର୍ଷ ପୂର୍ବେ ପ୍ରାଚୀନ ଭାରତରେ ପ୍ରକୃତରେ କ'ଣ ସବୁ ଘଟୁଥିଲା ତାହା ଆମେ ଆଜି କେମିତି ବା ଜାଣିବା? ଏହା ହିଁ ସେହି ମୂଳ ରହସ୍ୟ ଯାହାର ସମାଧାନ ଆମେ ଆଜି ଖୋଜିବା। ଆଉ ଏହାର ଉତ୍ତର ଲୁଚି ରହିଛି ସେହି ସମୟର ଲିଖିତ ପ୍ରମାଣଗୁଡ଼ିକରେ। ଠିକ୍ ଜଣେ ଗୁପ୍ତଚର ପରି ଐତିହାସିକମାନେ ଏହି ଲେଖାଗୁଡ଼ିକୁ କ୍ଷୟ ଭାବରେ ବ୍ୟବହାର କରନ୍ତି। ପବିତ୍ର ଶ୍ଲୋକ ହେଉ କିମ୍ବା ରାଜାମାନଙ୍କ ଜୀବନୀ ଏସବୁକୁ ଯୋଡ଼ି ଅତୀତର ଏକ ସ୍ପଷ୍ଟ ଚିତ୍ର ତିଆରି କରନ୍ତି। ଚାଲନ୍ତୁ ଏହି ରହସ୍ୟ ଭିତରକୁ ଯିବା ଆଉ ଆମର ପ୍ରଥମ ସୂତ୍ର ଦେଖିବା। ଆମର ଅନୁସନ୍ଧାନ ଆରମ୍ଭ ହେଉଛି ଧାର୍ମିକ ସାହିତ୍ୟରୁ। ଜାଣି ରଖିବା ଦରକାର ଯେ ଏହି ପବିତ୍ର ଗ୍ରନ୍ଥଗୁଡ଼ିକ କେବଳ ପ୍ରାର୍ଥନା ବା ପୂଜା ପାଇଁ ନଥିଲା, ବରଂ ଏହା ସେହି ସମୟର ଲୋକଙ୍କର ବିଶ୍ୱାସ, ସେମାନଙ୍କର ରୀତିନୀତି ଆଉ ପୁରା ସାମାଜିକ ଢାଞ୍ଚାର ଏକ ପ୍ରତିବିମ୍ବ ଥିଲା। ଆଉ ଏହି ଗ୍ରନ୍ଥଗୁଡ଼ିକ ମୁଖ୍ୟତଃ ତିନୋଟି ବଡ଼ ଧାର୍ମିକ ପରମ୍ପରାର ଆସିଛି: ହିନ୍ଦୁ, ବୌଦ୍ଧ ଆଉ ଜୈନ ଧର୍ମ। ପ୍ରତ୍ୟେକ ପରମ୍ପରା ଆମକୁ ପ୍ରାଚୀନ ଭାରତକୁ ବୁଝିବା ପାଇଁ ଏକ ଅଲଗା ଦୃଷ୍ଟିକୋଣ ଦେଇଥାଏ। ଏଥିରୁ ଜଣାପଡ଼େ ଯେ ସେତେବେଳର ସମାଜ ଆଧ୍ୟାତ୍ମିକ ଭାବରେ କେତେ ବିବିଧ ଥିଲା। ଯେମିତିକି ଦେଖନ୍ତୁ, ଗୋଟେ ପଟେ ବେଦ ଆମକୁ ଗଭୀର ଦାର୍ଶନିକ ଚିନ୍ତାଧାରା ବିଷୟରେ କହୁଛି, ଆଉ ଅନ୍ୟପଟେ ବୌଦ୍ଧ ଧର୍ମର ତ୍ରିପିଟକ ସମାଜ ପାଇଁ ନିର୍ଦ୍ଦିଷ୍ଟ ନିୟମ ଆଉ ଆଚରଣ ବିଷୟରେ କହୁଛି। ସତ କହିବାକୁ ଗଲେ ଏଗୁଡ଼ିକ ହିଁ ଇତିହାସର ମୂଳଦୁଆ। ଧର୍ମ କଥା ତ ଜାଣିଲେ, କିନ୍ତୁ ଧର୍ମ ବାହାରେ ସାଧାରଣ ଲୋକଙ୍କର ଜୀବନ କେମିତି ଥିଲା? ଆମର ଦ୍ୱିତୀୟ ସୂତ୍ର, ଯାହାକୁ ଆମେ ଲୌକିକ ସାହିତ୍ୟ କହୁ, ସେହି ପ୍ରଶ୍ନର ଉତ୍ତର ଦିଏ। ଏହା ଆମକୁ ଶାସନ, ବିଜ୍ଞାନ ଆଉ କଳା ବିଷୟରେ ବହୁତ କିଛି କହିଥାଏ। ଆଉ ଏହି ବର୍ଗଟି ଏତେ ବିବିଧ ଯେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ରାଜ୍ୟ ପରିଚାଳନାଠାରୁ ଆରମ୍ଭ କରି ମହାକାବ୍ୟ ପର୍ଯ୍ୟନ୍ତ ସବୁକିଛି ଏଥିରେ ଅଛି। ଆଉ ଏହା ହିଁ ଐତିହାସିକମାନଙ୍କୁ ସମାଜର ଏକ ବହୁତ ବଡ଼ ଚିତ୍ର ଦେଖାଇଥାଏ। ଏହାର ସବୁଠୁ ଭଲ ଉଦାହରଣ ହେଉଛି କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର। ନାଁ ଶୁଣିଲେ ଲାଗିବ ଏହା କେବଳ ଅର୍ଥନୀତି ଉପରେ ଏକ ବହି, କିନ୍ତୁ ନା, ଏହା ପ୍ରକୃତରେ ରାଜନୀତି ଆଉ ଜଣେ ରାଜା କିପରି ନିଜର ସାମ୍ରାଜ୍ୟକୁ ଦକ୍ଷତାର ସହ ଚଳାଇବେ ସେ ବିଷୟରେ ଏକ ବିସ୍ତୃତ ପୁସ୍ତିକା। କିନ୍ତୁ କିଛି ଗ୍ରନ୍ଥ ଥିଲା ଯାହା ସିଧାସଳଖ ଇତିହାସ ଲେଖିବା ପାଇଁ ତିଆରି ହୋଇଥିଲା, ଆଉ କହ୍ଲଣଙ୍କ ରାଜତରଙ୍ଗିଣୀ ହେଉଛି ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହା ଆମକୁ କାଶ୍ମୀରର ରାଜାମାନଙ୍କର ଏକ କ୍ରମବଦ୍ଧ ଇତିହାସ ଦେଇଥାଏ, ଯାହା ସେହି ସମୟ ପାଇଁ ଏକ ବହୁତ ବଡ଼ କଥା ଥିଲା। ତେବେ ଦେଖନ୍ତୁ, ଯେତେବେଳେ ଐତିହାସିକମାନେ ଏହି ଅଲଗା ଅଲଗା ଧରଣର ଲେଖାକୁ ତୁଳନା କରନ୍ତି, ସେମାନେ ବହୁତ କିଛି ଜାଣିପାରନ୍ତି। ଗୋଟେ ପଟେ ଜଣେ ରାଜାଙ୍କୁ ପ୍ରଶଂସା କରି ଲେଖାଯାଇଥିବା ଜୀବନୀ, ଆଉ ଅନ୍ୟପଟେ ସାଧାରଣ ଲୋକଙ୍କ ପାଇଁ ଲେଖାଯାଇଥିବା ନାଟକ। ଏହି ଦୁଇଟିକୁ ମିଶାଇ ପଢ଼ିଲେ ହିଁ ସେହି ସମାଜର ପ୍ରକୃତ ଚିତ୍ର ସାମ୍ନାକୁ ଆସେ। ଆଉ ଏବେ ଆସିଲା ଆମର ତୃତୀୟ ଆଉ ସବୁଠୁ ମଜାଦାର ସୂତ୍ର। ଏଗୁଡ଼ିକ ହେଉଛି ବିଦେଶୀ ପରିଦର୍ଶକଙ୍କ ବିବରଣୀ, ଯେଉଁମାନେ ଭାରତ ଭ୍ରମଣ କରି ନିଜ ଅନୁଭୂତିକୁ ଲେଖି ରଖିଥିଲେ। ଏହା ଆମକୁ ଏକ ବାହାର ଲୋକର ଦୃଷ୍ଟିକୋଣ ଦେଇଥାଏ। ଏଗୁଡ଼ିକ ଏକ ପ୍ରକାରର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଭଳି। ଆଉ ଏହା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାରଣ ସେମାନେ ଅନେକ ସମୟରେ ଏମିତି ଜିନିଷ ବିଷୟରେ ଲେଖନ୍ତି ଯାହାକୁ ସ୍ଥାନୀୟ ଲେଖକମାନେ ସାଧାରଣ କଥା ଭାବି ଛାଡ଼ି ଦେଉଥିଲେ। ଦେଖନ୍ତୁ, ଏହି ସମୟରେଖା ଦେଖାଉଛି ଯେ କେମିତି ବହୁତ ଲମ୍ବା ସମୟ ଧରି ବିଦେଶୀମାନେ ଭାରତ ଆସୁଥିଲେ ଆଉ ନିଜର ଅନୁଭୂତି ଲେଖୁଥିଲେ। ପ୍ରତ୍ୟେକ ପରିଦର୍ଶକ ନିଜ ସମୟର ଭାରତର ଏକ ଫଟୋ ଉଠାଇଲା ଭଳି କାମ କରିଛନ୍ତି। ଉଦାହରଣ ସ୍ୱରୂପ ମେଘାସ୍ତିନିସ୍କୁ ଦେଖନ୍ତୁ। ସେ ଜଣେ ଗ୍ରୀକ୍ ରାଷ୍ଟ୍ରଦୂତ ଥିଲେ ଯିଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜସଭାକୁ ଆସିଥିଲେ। ତାଙ୍କ ଇଣ୍ଡିକା ଗ୍ରନ୍ଥ ମୌର୍ଯ୍ୟ ସାମ୍ରାଜ୍ୟ ବିଷୟରେ ଜାଣିବା ପାଇଁ ଏକ ଅମୂଲ୍ୟ ଉତ୍ସ। ସେହିପରି ହୁଏନ୍ସାଂଙ୍କ ଲେଖା ରାଜା ହର୍ଷବର୍ଦ୍ଧନଙ୍କ ଯୁଗକୁ ବୁଝିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହଉ, ତ ଆମ ପାଖରେ ଏବେ ତିନି ପ୍ରକାରର ସୂତ୍ର ଅଛି: ଧାର୍ମିକ, ଲୌକିକ ଆଉ ବିଦେଶୀ। କିନ୍ତୁ ପ୍ରଶ୍ନ ହେଉଛି, ଐତିହାସିକମାନେ ଏସବୁକୁ ଯୋଡ଼ି ଗୋଟିଏ ସଠିକ୍ କାହାଣୀ କେମିତି ତିଆରି କରନ୍ତି? ଦେଖନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୌଣସି ଗୋଟେ ବହି ପୂରା କାହାଣୀ କହିପାରିବ ନାହିଁ। ପ୍ରତ୍ୟେକ ଉତ୍ସର ଏକ ନିଜର ଉଦ୍ଦେଶ୍ୟ ଆଉ ଦୃଷ୍ଟିକୋଣ ଥାଏ। ଗୋଟେ ଧାର୍ମିକ ଗ୍ରନ୍ଥର ଉଦ୍ଦେଶ୍ୟ ଜଣେ ବିଦେଶୀ ପର୍ଯ୍ୟଟକର ଡାଏରୀଠାରୁ ନିଶ୍ଚୟ ଅଲଗା ହେବ। ତେବେ ଏହି ରହସ୍ୟର ସମାଧାନ ହୁଏ ଏହିପରି। ପ୍ରଥମେ ଐତିହାସିକମାନେ ପ୍ରତ୍ୟେକ ଉତ୍ସକୁ ଭଲ ଭାବେ ବିଶ୍ଳେଷଣ କରନ୍ତି।
ତାପରେ ସେମାନେ ବିଭିନ୍ନ ଉତ୍ସରୁ ମିଳୁଥିବା ତଥ୍ୟକୁ ପରସ୍ପର ସହ ତୁଳନା କରନ୍ତି ଆଉ ଶେଷରେ ସବୁ ପ୍ରମାଣକୁ ଆଧାର କରି ଏକ ସନ୍ତୁଳିତ କାହାଣୀ ପ୍ରସ୍ତୁତ କରନ୍ତି। ଏଥିରୁ ଆମେ ଜାଣିଲେ ଯେ ଇତିହାସ କେବଳ କିଛି ତଥ୍ୟର ସଂଗ୍ରହ ନୁହେଁ, ଏହା ଏକ ଗତିଶୀଳ ବିଷୟ। ଯେତେବେଳେ ଆମେ ଏହି ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ ନୂଆ ଦୃଷ୍ଟିକୋଣର ଦେଖୁ, ଅତୀତ ବିଷୟରେ ଆମର ବୁଝାମଣା ମଧ୍ୟ ବଦଳିଥାଏ। ଏହିସବୁ ସାହିତ୍ୟିକ କ୍ଷୟକୁ ଯୋଡ଼ି ଆମେ କେବଳ ଅତୀତକୁ ଜାଣୁନାହୁଁ, ବରଂ ସେହି ସମୟର ଲୋକଙ୍କୁ କଥା ବି ଶୁଣିପାରୁଛୁ। ଆଉ ଏହା ଆମ ମନରେ ଏକ ପ୍ରଶ୍ନ ଛାଡ଼ିଯାଏ, ଆହୁରି କେତେ ଅକୁହା କାହାଣୀ ଆଉ କେତେ ରହସ୍ୟ ଏହି ପୁରୁଣା ପୃଷ୍ଠଗୁଡ଼ିକରେ ଲୁଚି ରହିଛି।